ସ୍ୱପ୍ନରେ ଯେମିତି ଆମେ କେଉଁଠି ବି ପହଞ୍ଚି ଯାଇପାରିବା, ଆମର କିଛି ନିୟନ୍ତ୍ରଣ ନାହିଁ ତା ଉପରେ ସ୍ୱପ୍ନରେ। ଠିକ୍ ସେହିପରି ଜୀବନରେ ବି ସେହିପରି ଘଟୁଛି ଆମର। କେହି ବି ଆମ ସାମ୍ନାରେ କିଛି ବି ଜିନିଷ ଦେଇଦେଲେ ବା କିଛି ଘଟଣା ଆସିଗଲେ, କୌଣସି ପରିସ୍ଥିତି ସୃଷ୍ଟି ହେଲେ ଆମେ ସାଙ୍ଗେ ସାଙ୍ଗେ ସେଥିରେ ଜଡ଼ିତ ହୋଇଯାଉଛୁ। ସେଥିପାଇଁ କି ଏତେ ପ୍ରକାର ସମସ୍ୟା ଦେଖାଉଛି ସମାଜରେ। ଏବେ ଯେଉଁ କଟକରେ ଯେଉଁ ପରିସ୍ଥିତି ହେଇଛି ସେ ହେଉଛି ସେଇ ଏକା ଜିନିଷ। ଇଏ ଯେତେ ପ୍ରକାର କାହାକୁ ବ୍ଲେମ୍ କଲେ ହେବନି, ଏ ନିଜ ଭିତରୁ ପ୍ରତିକ୍ରିୟା ଆସିଯାଉଛି ସମସ୍ତଙ୍କର। ତେଣୁ ସମସ୍ତେ ଏଠି ଅଜ୍ଞାନ ଅବସ୍ଥାରେ, ସ୍ୱପ୍ନ ଅବସ୍ଥାରେ ପ୍ରତିକ୍ରିୟା ଆସିଯାଉଛି। ସାରା ଦୁନିଆରେ ଏହିପରି ଘଟଣା ଘଟୁଛି। ତେଣୁ ବିସ୍ଫୋରଣ ସୃଷ୍ଟି ହେଉଛି ମନରେ ଏବଂ ଯୁଦ୍ଧ, ନିଜ ନିଜ ଭିତରେ ଯୁଦ୍ଧ ଚାଲୁଛି। ଏଠି ଭିନ୍ନ କେହି ନାହାନ୍ତି, କିନ୍ତୁ ଯୁଦ୍ଧ ଚାଲୁଛି। ସମସ୍ତେ ଭାବୁଛନ୍ତି ମୁଁ ଅଲଗା, ସେ ଅଲଗା। ଏ ଭିନ୍ନତା ରୂପକ ଯୁଦ୍ଧ ଚାଲୁଛି।